नवीन का 24 वर्षर शासन आबे से विरोधी दलर मुख्य सर गोटे कहुए कि विरोधी दल में रहिले केवल विरोध करेंगे ये मनोभाव से शिखई मु विरोधी रे अच्छी तो खाली विरोध करी सब कथा से कथा नुहे राज्यर स्वार्थ हो बा देशर स्वार्थ पे से बेले बेले देखा जाए कि से सपोर्ट करती किसी इश्यू को सर तो को डिफरेन्सटा देखती 2.5 वर्ष टर्म 24 वर्षर सरकार कोटे बेसी प्रभावशाली सर आपण देखो ଆପଣ ଯେତେବେଳେ ଯେଉଁ ଜନନାୟକ କଥା କହୁଛନ୍ତି ଜନନାୟକ ହେବା ପାଇଁ ଆପଣଙ୍କୁ କିଛି ଗୋଟେ ଉଦ୍ୟମ କରିବାକୁ ପଡ଼େ ନାହିଁ। ଜନନାୟକ ସେ ଲୋକ ହୁଏ ଯେତେବେଳେ ତାହାକୁ ଦେଖିଲା କ୍ଷଣି ସାମ୍ନାରେ ଥିବା ଲୋକମାନଙ୍କ ଭିତରେ ଗୋଟେ ଉଚ୍ଛ୍ୱାସ ଆସେ। ମୋର ଯାହା ମନେ ପଡ଼ୁଛି ଠିକ୍ ଏଇ ଅଡିଟୋରିୟମରେ ନବୀନ ବାବୁ ହାରିଛନ୍ତି। ହାରିବାର 4 ମାସ ପରେ ଏଇ ଅଡିଟୋରିୟମରେ ଗୋଟେ ସଭା ହେଉଛି ଏବଂ ନବୀନ ବାବୁ ଯେତେବେଳେ ଆସୁଛନ୍ତି ହଠାତ୍ ଲୋକ ଠିଆ ହେଉଛନ୍ତି ଏବଂ ଲୋକଙ୍କ ଆଖିରୁ ଧାର ଧାର ଲୁହ ଝରୁଛି। ଦ୍ୟାଟ୍ ସ୍ପିକ୍ସ ଦ ଲାଙ୍ଗୁଏଜ ଅଫ୍ ଏ ମାସ୍ ଲିଡର। ହି ଇଜ୍ ନଟ୍ ଇନ୍ ଦ ପାୱାର। କ୍ଷମତାରେ ସେ ଲୋକ ନାହାନ୍ତି, ବିରୋଧୀ ଦଳର ନେତା ଅଛନ୍ତି, କିନ୍ତୁ ଲୋକ ତାଙ୍କୁ ଦେଖିରି କାନ୍ଦୁଛନ୍ତି। ନବୀନ ପଟ୍ଟନାୟକଙ୍କର ସବୁଠୁ ବଡ଼ ପରିଚୟ ହେଉଛି ଯେଉଁଦିନ ନବୀନ ପଟ୍ଟନାୟକ ହାରୁଛନ୍ତି ଗୋଟେ ଗ୍ରେସଫୁଲ ଡିଫିଟ୍। ସେଦିନ ଅତି କମ୍ରେ ଓଡ଼ିଶାର 50 ଜଣ ଲୋକଙ୍କୁ ମୁଁ ଜାଣିଥିବି ଶୁଣିଥିବି ଯେଉଁମାନେ କହିଥିବେ ଯେ ଆଜ୍ଞା ଆମ ଘରେ ଚୁଲି ଜଳୁ ନାହିଁ। ଏବଂ ଡିଫିଟ୍କୁ ଆପଣ ଯେତେବେଳେ ପରାଜୟ ବରଣ କରୁଛନ୍ତି ପରାଜୟକୁ କେତେ ନିଷ୍ଠାର ସହିତ ଏବଂ କେତେ ଖୁସିର ସହିତ ଆପଣ ଗ୍ରହଣ କରୁଛନ୍ତି। ନବୀନ ବାବୁଙ୍କ ମୁହଁରେ ଯେତେବେଳେ ସେ ମୋହନ ମାଝୀଙ୍କର ମାନେ ଯାଉଛନ୍ତି କରୋନେସନ୍ ତାଙ୍କର ଶପଥ ଗ୍ରହଣ ସମାରୋହରେ ସେଇଠି ନରେନ୍ଦ୍ର ମୋଦି ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଏବଂ ହାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଇଠି ଠିଆ ହେଉଛନ୍ତି। ଏବଂ ଆପଣ ସେଇଠି ଦେଖିଥିବେ ଯେ ଯେଉଁଠି ଶାସକ ଦଳର ସବୁଠୁ ଅଧିକ ସମର୍ଥକ ଅଛନ୍ତି ସେଇଠି ନବୀନ ପଟ୍ଟନାୟକ ଜନନାୟକ ହେଇକରି ସେଇଠୁ ହିଁ ଠିଆ ହେଉଛନ୍ତି। 24 ବର୍ଷ ଧରିକରି ମୁଖ୍ୟମନ୍ତ୍ରୀ ହେବାଟା ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ କ୍ଷମତାରୁ ଗଲା ପରେ ଆପଣଙ୍କ ପାଖରେ ସେ ଅରାଟା ରହୁଛି କି ନାହିଁ, ସେଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏବଂ ଦ୍ୱିତୀୟ କଥା ଆଉ ଗୋଟେ କଥା ମୁଁ କହିବାକୁ ଚାହୁଁଛି ଯେ ଓଡ଼ିଶାର ଶାସନ ଦାୟିତ୍ୱରେ ଯେତେବେଳେ ନବୀନ ପଟ୍ଟନାୟକ ଆସୁଛନ୍ତି ଓଡ଼ିଶାର 2ଟି ସେକ୍ସନ୍ ଯେଉଁମାନଙ୍କ ପାଇଁ ସେ ବହୁତ ବଡ଼ କାମ କରୁଛନ୍ତି। ଗୋଟେ ହେଲା ମହିଳାମାନଙ୍କ ପାଇଁ ଏବଂ ଏ ମହିଳାମାନଙ୍କ କଥା ଉଠିଲା ବେଳେ ଏଠି ଆମେ ସମସ୍ତେ ବିଜୁ ପଟ୍ଟନାୟକଙ୍କ ପାଖରେ ଅଟକି ଯାଉ। ପ୍ରହ୍ଲାଦ ଭାଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ କଥା କହୁଥିଲେ। ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ 1925 ମସିହାରେ ଜଣେ ପ୍ରଥମ ମହିଳା ସମ୍ପାଦିକାଙ୍କୁ ନିଯୁକ୍ତି ଦେଇଥିଲେ ତାଙ୍କ ନାଁ ହେଉଛି ଅନ୍ନପୂର୍ଣ୍ଣା ଦେବୀ ଏବଂ ଯିଏ ନିଯୁକ୍ତି ଦେଇଥିଲେ ସିଏ ହେଉଛନ୍ତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ତେଣୁ ୱିମେନ୍ ଏମ୍ପାୱାରମେଣ୍ଟର ହିଷ୍ଟ୍ରି ସେ ପରିବାରରେ ଅଛି। ତାପରେ ବିଜୁବାବୁ ଆସୁଛନ୍ତି। ବିଜୁବାବୁ ଆସିଲା ପରେ 33% ରିଜର୍ଭେସନ୍ ଆସୁଛି ୱିମେନ୍ ମାନଙ୍କର। ଏବଂ ଆଜି ତ ରାହୁଲ ଗାନ୍ଧୀ ଆଜି ସ୍ମାସ୍ ଦ ପେଟ୍ରିଆର୍କି କଥା କହୁଛନ୍ତି। ନବୀନ ପଟ୍ଟନାୟକ ସାଇଲେଣ୍ଟଲି ସ୍ମାସ୍ ଦ ପେଟ୍ରିଆର୍କି କାମ ମିଶନ ଶକ୍ତି ଜରିଆରେ ଆରମ୍ଭ କରିଛନ୍ତି। आज्ञा सर मुझे बुझिली सर किसी ऐतिहासिक काम व्यक्तित्व उदारता ये सब कथा आपण मैंने कहले किंतु आउ गोटे बोधे जो स्क्रॉल करी मु नवीन का विषय आउ टे जानापे से पाई किसी छवि जो देखा जाता बहुत वर्ष शासन कलापर जिते आउ जड़े मुख्यमंत्री पद नौची मोहन माझी जो नवीन निवास पहुँचुंट से समयटा टी एमती कि नवीन तक आशीर्वाद दौरान से उदारता मनोभाव किंतु अलग स्टेट देखिए सर बहुत वर्ष शासन पर जड़े गादी छाड़ुची से मनोभाव रहुनी से जो अन्य को दबा आ निजे हटी आसवा से मनोभाव बहुत कम लोक